नमस्कार। जय जगन्नाथ। जय कपिलेश्वर महादेव। आज मु कपिलेश्वर पीठरे अच्छी लिंगराज मंदिर ठारू अल्प दूर रे बाबा कपिलेश्वर महादेव पीठरे अच्छी आज पुणी थे मुझे आज नना जे कपिलनाथंकर पूजारी नना अरविंद मालिया ठारू तांकरी मुहरु ये पीठर महिमा शुणा ये पूरा ये शैव पीठर कथा शुणा तांकरी मुहर शुणा चलतु। एठी शिवलिंग आगरे धूप देखैले धूप धुआं को नासा बाटे टाणी नियंती तेणु निश्वास प्रश्वास नेउथिबा एहा एक जीवंत शैवपीठ बाबा कपिलनाथ महादेवंकर पीठ। शैवपीठ को शिव दर्शन पाई जाउछे जेतेबेले कौन खाली हाथ जिबा? घरू बाहरिला बेलकू तुलसी पत्र और बेलपत्र निश्चय सांगरे नेकी जिबा। आपण माने भाबिबे शिवंक पाखकू बेलपत्र तो नेबा हेले तुलसी पत्र काहींकी नेबा? कारण बाबा कपिलनाथंक पाखरे उभय तुलसी पत्र और बेलपत्र लागी हुए। आउ यार कारण भी बाबा कपिलनाथंक पूजारी नना अरविंद मालिया निजे कहिबे। तेबे चलंतु बाबा कपिलनाथंक पीठ को जिबा। आमे आसी पहुँची गले बाबा कपिलनाथंक पीठरे। नित्य सेवा पाई चंदन घोरा चलीछि। बाबांकर सकाळ पूजा और सकाळर आळती मध्य आरंभ होला। बाबा कपिलनाथंक दर्शन परे चलंतु माँ भैरवींकर दर्शन करिबा। आपण मान देखुथिबे वर्तमान प्रत्यय मान जो मूर्ति होचंदी से होचंती चतुर्भुजा दुर्गा और अन्नपूर्णा। आपण कैमेरा आगे जो माँ प्रत्यय मान होचंदी से होचंती चतुर्भुजा दुर्गा माँ अन्नपूर्णा। कौन सी समय अन्नर मध्य एठार अभाव हुएनि। आमर सेवायत मान परिवार रे मध्य हांडीशाला कदापि अन्नर अभाव हुएनि। आम गरीब ही थी पारू किंतु हांडीशालाटी आमर सदा बेले अन्नरे हसुए से आम माँ हेले अन्नपूर्णा। सी हेले चतुर्भुजा। विरजा हेले दुई भुजा। गोटे हाथ से त्रिशूल मारुचंती तांकर महिषी उपर से छिड़ा होकर महिषी बध करुचंती दुई भुजा। आम ठाकुराणी हेले चतुर्भुजा एका स्वरूप से आम कहू बोधे तांकर बड़ भौणी भड़ी। माँ को आमर आयुध है डाहाण हस्त उपर हस्त खड़ग एवं उपर हस्त बाम पटे अच्छी ढाल तापर त्रिशूल
ଡାହାଣ ହାତର ତଳ ଭାଗରେ ଅଛି ତ୍ରିଶୂଳ ଏବଂ ବାମ ପଟର ତଳ ହସ୍ତରେ ଅଛି ମଇଁଷିର ଲାଙ୍ଗୁଡ଼। ଲାଙ୍ଗୁଡ଼ ସେ ଟେକିଛନ୍ତି। କାହିଁକି ନା ଯେହେତୁ ସେ ହେଲେ ମହିଷାସୁର ମର୍ଦିନୀ ଦୁର୍ଗା। ଚଳିତ ବର୍ଷ 24 ତାରିଖରୁ ଆସନ୍ତା ମଙ୍ଗଳବାର, ଏଇ ଯେଉଁ ମଙ୍ଗଳବାର ଆସୁଛି ପରଦିନ ମଙ୍ଗଳବାର, ସେଇ ଦିନ ଠାରୁ ଆମର 17 ଦିନ ବ୍ୟାପୀ ପାର୍ବଣ ପର୍ବ ଆରମ୍ଭ ହେବ। ମାଙ୍କର ସ୍ୱତନ୍ତ୍ର ନୀତିକାନ୍ତି ପୀଠ ମାନଙ୍କରେ ଆରମ୍ଭ ହେବ। ଏବେ ତ ପାର୍ବଣ ପର୍ବ ମାନେ ନିକଟତର ହେଇ ଆସିଲାଣି। ଆଉ ଦେଖିବେ ତାଙ୍କ ସମ୍ମୁଖରେ ହେଉଛନ୍ତି ଭୈରବେଶ୍ୱର। ଭୈରବେଶ୍ୱର ହେଉଛନ୍ତି ଏ ପୀଠର ରକ୍ଷାକର୍ତ୍ତା। ଭୈରବେଶ୍ୱର ତାଙ୍କର ସେ ସଦାବେଳେ ଦିଗମ୍ବର ପରିଧାନ, ତାଙ୍କର ପରିଧାନ କିଛି ନାହିଁ। ଆପଣ ସମ୍ମୁଖରେ ଦେଖିବେ ଦିଗା ସେ ହେଉଛନ୍ତି ଶିବଙ୍କର ପ୍ରତିରୂପ। ତ ଏଇ ମାଙ୍କର ଏଇଟା ହେଲା, ଆମେ ଜଗମୋହନରେ ଛିଡ଼ା ହେଇଛୁ। ଜଗମୋହନରେ ଆପଣ ଦେଖି ତାଙ୍କର ଡାହାଣ ପଟେ ମା ଅଛନ୍ତି। ଏପଟେ ହେଉଛନ୍ତି ଦୁଇ ଭୁଜା ଗଣପତି, ଦୁର୍ଗା ଗଣପତି। ଏପଟେ ଅଛନ୍ତି ଚତୁର୍ଭୁଜା ଗଣପତି, ଗୌର ଗଣପତି ଏବଂ ହେଲେ ତ୍ରିବିକ୍ରମେଶ୍ୱର, ଯୋଉଟା କି ଆମର 3 ପାଦ, ଯୋଉ ଆମେ ବାମନ ଅବତାରର 3 ପାଦ ଇଏ କରିଥିଲେ। ଆଉ ଏ ହେଲେ ବିଷ୍ଣୁ। ସାକ୍ଷାତ ଆପଣ ଦେଖିବେ ଅଲାରନାଥଙ୍କର ଯେମିତି ସ୍ୱରୂପ, ସେମିତି ସ୍ୱରୂପ ଅଲାରନାଥ। ହେଲେ ଚାରି ଠାକୁର ହେଲେ ମାଙ୍କର ଜଗମୋହନରେ ବିରାଜମାନ କରି ସିନ୍ଦୁର ଲାଗି ହୁଏନି ଏଠି, ରକ୍ତଚନ୍ଦନରେ ଶୋଭା ପାଆନ୍ତି। ଆପଣ ଦେଖିବେ ଏଠି ଭୈରବେଶ୍ୱର ଅଛନ୍ତି ମାଙ୍କ ସମ୍ମୁଖରେ। ଭୈରବେଶ୍ୱର ରହିବାର ଏମିତି ଗୋଟେ କାରଣ ହେଲା, ମା ଆମର ହେଉଛି ମହିଷା ମର୍ଦିନୀ। ସେ ସମୟରେ ସେ ଉଗ୍ର ରୂପ ଧାରଣ କରିଛନ୍ତି। ମହିଷାସୁର ମହିଷୀକି ଯେତେବେଳେ ସେ ବଧ କରିଛନ୍ତି, ଏବଂ ସେତେବେଳେ ଶିବଙ୍କର ସ୍ୱରୂପ, ଶିବ ଯେତେବେଳେ ଉଲ୍ଲଗ୍ନ ଅବସ୍ଥାରେ ତାଙ୍କ ସମ୍ମୁଖକୁ ପଳେଇ ଆସିଲେ, ଆପଣ ଦେଖିବେ ମାଙ୍କର ମୁଖଟି ଟିକେ ଲାଜେଇ ଯାଇଛି। ସେ ଉଗ୍ର ରୂପ କିନ୍ତୁ ଟିକେ ଲାଜେଇ ଯାଇଛନ୍ତି, ଯେହେତୁ ସେ ମାନେ ଇଏ ହେଲେ ଶିବ ସ୍ୱରୂପ, ତାଙ୍କର ପତି ସ୍ୱରୂପ, ତେଣୁ ସେ ଟିକେ ଲାଜେଇ ଯାଇଛନ୍ତି। ଏବଂ ସେ ସଦାବେଳ ସମୟରେ ସେ ଦିଗମ୍ବର ପରିଧାନ କରିଛନ୍ତି, ସଦାବେଳେ ବିବସ୍ତ୍ର। ମୁଁ ତ ପଢିନି ଶିବ ପୁରାଣ, କିନ୍ତୁ କେତେବେଳେ ସିରିଏଲରେ ଦେଖାଯାଏ ସେ ବାଳ ରୂପରେ ଆସିଥିଲେ ମାଙ୍କ ପାଖକୁ। ମା ଯେତେବେଳେ ଉଗ୍ର ରୂପ ଧାରଣ କଲେ ମା ପାର୍ବତୀ, ସେତେବେଳେ ଶିବ ବାଳ ରୂପରେ ଆସିଲେ ଛୋଟ ପିଲା ହେଇଥିଲେ। ସେଇ କାରଣରୁ ସେ ଲଙ୍ଗଳା ହଁ ବୋଧେ ସେଇଆ ହେଇଥିବ। ଏଇଟା ହଉଛି ଆମର ଭଣ୍ଡାର ଗୃହ। ପୁରୀରେ ଯେମିତି ରତ୍ନ ଭଣ୍ଡାର ଅଛି, ଆମର ସେମିତି ତ ଏଠି ରତ୍ନ ଭଣ୍ଡାର ନାହିଁ, କିନ୍ତୁ ଠାକୁର ହଉଛନ୍ତି ଆମ ପାଇଁ ରତ୍ନ। ସେ ଏଇ ଭଣ୍ଡାର ଗୃହରେ ବିରାଜମାନ କରିଛନ୍ତି। 3ଟି ମୁଖ୍ୟ ପ୍ରତିମା ଦେଖୁଛନ୍ତି, ପଞ୍ଚବକ୍ର, ଦୋଳ ଗୋବିନ୍ଦ ଏବଂ କପିଳନାଥ। ଏମାନେ ରଥରେ ବିରାଜମାନ ନାଇଁ, ଏମାନେ ଯାଆନ୍ତି ଚନ୍ଦନ ଯାତ୍ରାକୁ, ଆଉ ଦୋଳ ସମୟରେ ଦୋଳ ବେଦୀରେ ବିରାଜମାନ କରନ୍ତି। ଏବଂ ସାହି ଭୋଗ ଯୋଉ ହୁଏ ଦୋଳ ସମୟରେ, ସାହି ଯାତ୍ରା ସମୟରେ ମଧ୍ୟ ସେ ବିମାନ ଆପଟିଆଙ୍କ ଦ୍ୱାରା ବିମାନରେ ବିରାଜମାନ କରି ସାହି ଭୋଗ ଖାଆନ୍ତି, ତାପରେ ଦୋଳକୁ ଯାଆନ୍ତି। ଆମର ଏଇ ମନ୍ଦିର ପଛପଟେ ଗୋଟେ ଅଲଗା ଗୋଟେ ଗ୍ରାମ ଅଛି, ତାର ଗ୍ରାମ ନାଁ ହେଲା ସୁନ୍ଦରପଦା ବା କପିଳ ପ୍ରସାଦ। କପିଳଙ୍କର ପ୍ରସାଦ ଦ୍ୱାରା ସେ ଗ୍ରାମଟିର ନାମକରଣ କରାଯାଇଛି। ଆଉ ସେଠି କପିଳେନ୍ଦ୍ର ଦେବଙ୍କ ସମୟରେ ଅଛନ୍ତି ଏବେ ମଧ୍ୟ 8ଟି ସର୍ବରାକାର, ଯିଏକି ରାଜାଙ୍କ ସମୟରେ ସେମାନେ ଏମିତି ଖାତା କାମ କରୁଥିଲେ। ବର୍ତ୍ତମାନ ଯୋଉ ଆକାଉଣ୍ଟାଣ୍ଟ ଆମେ କହୁ, ଇଂଲିଶର ୱାର୍ଡ ଗୋଟେ ଆକାଉଣ୍ଟାଣ୍ଟ କହୁ, ତାଙ୍କ ଭିତରେ ବି ମଧ୍ୟ ଗୋଟେ ମୁସଲମାନ ଅଛନ୍ତି। ସେତେବେଳେ ଥିଲେ ତାଙ୍କର ଏବେ ସକ୍ସେସର୍ସ ଯିଏ ଅଛନ୍ତି, ତାଙ୍କର ପାରିବାରିକ କ୍ରମାନୁସାରେ ସେ ଅଛନ୍ତି। ତାଙ୍କର ଏଠୁ ଆମର ଗୁଡିଆ ସେବାୟତ ଯିଏ ଅଛନ୍ତି, ଗୁଡିଆ ସେବାୟତଙ୍କ ଠାରୁ ସେମାନେ ଭୋଗ ନିଅନ୍ତି। ନୂଆ କୋଡୁଆ ବା ଏମିତି ଯୋଉ ତାଳ ଡାଲା ବା ଏଇ ଯୋଉ ବତ୍ତା, ଏଇ ଯୋଉ ଆମର ବେତୁଲି ଯୋଉ ବେତ ବାଡିରେ ଯୋଉ ହେଇଥିବ, ସେଠୁ ଭୋଗ ନିଅନ୍ତି। ଭୋଗ ହେଲା ପରେ ସେଠୁ ଯାଆନ୍ତି ତାଙ୍କ ନିଜ ଘରକୁ ଯାଆନ୍ତି। ଦୋଳ ପୂର୍ଣ୍ଣମୀ ପୂର୍ବ ଦିନ ଆମ ଠାକୁରଙ୍କର ଗୋଟେ ଗଡ଼ ଯାତ୍ରା ହୁଏ କପିଳ ପ୍ରସାଦ।
ସେଠି ଗ୍ରାମବାସୀ ମାନେ ଏବଂ ଯେଉଁ 8ଟି ସର୍ବରାକାର ଅଛନ୍ତି ସେମାନଙ୍କର ଗୋଟେ ଗଡ଼ ପଡ଼ିଆ ଗୋଟେ ଅଛି। ଏବେ ମଧ୍ୟ ସେ ପଡ଼ିଆଟା ଅଛି, ଗଡ଼ ପଡ଼ିଆ ଅଛି। ଗଡ଼ ପଡ଼ିଆରେ ଠାକୁର ସେଠି ଭୋଗ ଖାଆନ୍ତି। ଭୋଗ ଖାଇସାରିଲା ପରେ ଗାଁ ଭିତରେ 2ଟି ମଣ୍ଡପ ଅଛି, ଦୋଳ ମଣ୍ଡପ ତାଙ୍କର, ସେଠି ଭୋଗ ଖାଇକିରି ଠାକୁର ପ୍ରତ୍ୟାବର୍ତ୍ତନ କରନ୍ତି କପିଳେଶ୍ୱର। ଏବଂ ସେଠି ସକାଳ ହେଲା ବେଳକୁ ଦୋଳ ପୂର୍ଣ୍ଣମୀ ପଳେଇ ଆସିଥାଏ। ଆମ ଗୋଟେ ମେଣ୍ଢା କୁଡ଼ିଆ ଗୋଟେ ପୋଡ଼ା ହୁଏ। ଦୋଳ ବେଦୀରେ କିଛି ନୀତିକାନ୍ତି କ୍ରମାନ୍ୱୟରେ ସରିଲା ପରେ ଦୋଳ ବେଦୀକି ହଁ ଜରି କ୍ଷୀରଟା ଦୋଳ ବେଦୀକି ତା ବିରାଜମାନ କରନ୍ତି। ତାପରେ ପୁଣି ଆତସବାଜି ଆମ ଯେଉଁ 7-8ଟି ସାହି ଅଛି, ସାହିମାନଙ୍କ ଦ୍ୱାରା ଆତସବାଜି ଗୋଟେ ପ୍ରତିଯୋଗିତା ହୁଏ। ବାଣ ରୋଷଣୀ ବାଣର ଗୋଟେ ବ୍ରାହ୍ମଣଙ୍କର ହେଲା ବାଣ ହେଉଛି ପ୍ରାଣ। କେବଳ ଠାକୁରଙ୍କ ଯାତ୍ରା ମାନଙ୍କରେ ହିଁ କରୁ, ନହେଲେ ଆଉ କିଛି ସେମିତି ନାହିଁ। ଦୀପାବଳି ତ ସେମିତି ସର୍ବସାଧାରଣ ସମସ୍ତେ ମାରନ୍ତି, କିନ୍ତୁ ଆମର ଦୋଳ ପୂର୍ଣ୍ଣମୀ ରାତିରେ ଠାକୁରଙ୍କର ସେଇଠି ରୋଷଣୀ ଦେଖନ୍ତି, ସେବାୟତମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ତାପରେ ମଧ୍ୟରାତ୍ରରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି। ଆଉ ଏବେ ତ ସକାଳ ଧୂପରେ ଆମର ଏଇ ଯେଉଁ ମୂଲ୍ୟା ସେବାୟତଙ୍କ ଦ୍ୱାରା ବାହାରି ସାରିଲେଣି ଅଭଡ଼ା। ଆସନ୍ତୁ ଟିକେ ଅଭଡ଼ା ଦର୍ଶନ। ନିଶ୍ଚୟ, ବଡ଼ ସୌଭାଗ୍ୟ। ଆସନ୍ତୁ, ପ୍ରସାଦ ପାଇବା ପୂର୍ବରୁ ଟିକିଏ ପାର୍ଶ୍ୱ ଜିନିଷ ଓ ପାର୍ଶ୍ୱ ଦେବାଦେବୀଙ୍କୁ ବୁଲିକି ଦେଖିବା। ସକାଳ ଧୂପର ଖେଚୁଡ଼ି ଖାଇବା ପାଇଁ ଏଠି ଗୁଣ୍ଡିଚୀମାନେ ପାରାମାନେ ବର୍ତ୍ତମାନ ଏକତ୍ରିତ ହେବେ, ଆପଣ ଦେଖିପାରିବେ। ଏଇଟା ଗୋଟେ ଆମର କୋଉ କାଳୁ ପରମ୍ପରା ଚାଲିଛି। ଯେତେବେଳେ ସକାଳର ଧୂପର ଘଣ୍ଟଟା ସମାପ୍ତ ହେବ, ସେତେବେଳେ କେଉଁଠି ଥିବେ ଏମାନେ କେଜାଣି ସବୁ ପଳେଇ ଆସିବେ ଗୋଟେ ଗୋଟେ ହେଇକି। ଆପଣ ଦେଖିପାରୁଥିବେ ବର୍ତ୍ତମାନ ଗୁଣ୍ଡିଚୀମାନେ ଅତି ଆନନ୍ଦରେ ଖାଉଛନ୍ତି, ପ୍ରସାଦ ସେବନ କରି। ଦେଖନ୍ତୁ, ଏଇ ଜାଗାରେ ଚନ୍ଦନ ଘୋରାଯାଏ। ଚନ୍ଦନ ଘୋରା ହୁଏ, ନିଜେ ପିନ୍ଧିବା ପାଇଁ ଚନ୍ଦନ ଘୋରା ହୁଏ। ସେଟା ବହୁତ ବଡ଼ ଚନ୍ଦନ କାଠ। ଆଚ୍ଛା ନନା, ସେମିତି କିଛି ଅଛି କି ରକ୍ତ ଚନ୍ଦନ ଆମେ କୋଉଠି ବ୍ୟବହାର କରିପାରିବା, ଆଉ ଧଳା ଚନ୍ଦନ ଆମେ କୋଉଠି ବ୍ୟବହାର କରିପାରିବା, ସେମିତି କିଛି ଅଛି କି? ଚନ୍ଦନର ତ 2 ପ୍ରକାର ଆସୁଛି, ଗୋଟେ ରକ୍ତ ଚନ୍ଦନ ଆଉ ଗୋଟେ ଶ୍ଵେତ ଚନ୍ଦନ। ରକ୍ତ ଚନ୍ଦନ ତ ସାଧାରଣତଃ ମନେକର ଛୋଟ ପିଲାମାନେ ଟିକେ ଚପଳ ମସ୍ତିଷ୍କ, ପାଠପଢ଼ାରେ ଟିକେ ମନ ଲାଗୁନି, କି ଏମିତି ଯାହାକି ପାଠପଢ଼ା ସହିତ ମନେକର ପାଠପଢ଼ା ତାର ହବି, ପାଠପଢ଼ାରେ ମନ ଲାଗୁନି। ଜଣଙ୍କର ଖେଳ ହବି, ଖେଳରେ ବି ମନ ଲାଗୁନି, ପାଠପଢ଼ା ସହିତ ଖେଳର ହବି। ଆଉ ଗୋଟେ ପାଠପଢ଼ା ସହିତ ସଙ୍ଗୀତ ଫଙ୍ଗୀତର ହବି, ସ୍ଥିରତା ଆସୁନି। ସେଠି କ'ଣ ହୁଏ ନା, ରକ୍ତ ଚନ୍ଦନରେ ଆମେ ପାନପତ୍ର ଏବଂ ବେଲପତ୍ରରେ ହନୁମାନଙ୍କ ପାଖରେ ଜୟ ଶ୍ରୀରାମ, ଆଉ ମାନେ ମହାଦେବ ହୁଅନ୍ତୁ ବା ବିଷ୍ଣୁ ହୁଅନ୍ତୁ, ତୁଳସୀ ପତ୍ର ଇଏ ହୁଅନ୍ତୁ, ସେଥିରେ ତାଙ୍କର ଶ୍ରୀ ବିଷ୍ଣୁ ଓମ୍ ନମଃ ଶିବାୟ ଏମିତି ଲେଖିକିରି ପିଲାଙ୍କର ମାନେ ନାଁ ଗୋତ୍ରରେ ଦେଲେ ତାଙ୍କର ଯେଉଁ ସ୍ଥିରତା ପଳେଇ ଆସିଥାଏ। ରକ୍ତଚନ୍ଦନର ସେଇଆ ଇଏ। ଆମ ମାଙ୍କ ପାଖରେ ମୁଖ୍ୟ ଠାକୁରାଣୀ ଯିଏ ଅଛନ୍ତି, ଚତୁର୍ଭୁଜା ଦୁର୍ଗା, ଯିଏ ତାଙ୍କ ପାଖରେ ସିନ୍ଦୁର ଲାଗି ହୁଏନି, ଆମେ ରକ୍ତ ଚନ୍ଦନରେ ତାଙ୍କର ଶୃଙ୍ଗାର କରୁ। କେବଳ ରକ୍ତ ଚନ୍ଦନରେ ଆମର ସେଠି ଶୃଙ୍ଗାର ହୁଏ। ଆଉ ଏମିତି ମାନସିକ ଯେଉଁ ପିଲାମାନଙ୍କର ଯେଉଁ ଟିକେ ଚପଳାମି ଥାଏ, ଅସ୍ଥିରତା ଥାଏ, ମାନସିକ ସ୍ଥିରତା ପାଇଁ ରକ୍ତ ଚନ୍ଦନ ବି ମୋର ବି ମାନେ ମନରେ ଗୋଟେ ଦ୍ୱନ୍ଦ୍ୱ ଥିଲା, ରକ୍ତ ଚନ୍ଦନ ଆଉ ଶ୍ଵେତ ଚନ୍ଦନରେ ମାନେ କ'ଣ ପାର୍ଥକ୍ୟ, କ'ଣ କୋଉଠି ଲାଗିବ, ଏସବୁ ଥିଲା। ଆଉ ବାକି ଆପଣ ଠାକୁର ଆଉ ଟିକେ ବେଶୀ ମାନେ ସୁଗନ୍ଧିତ ପାଇବା ପାଇଁ ହେଲେ ରକ୍ତ ଚନ୍ଦନ ବା ଶ୍ଵେତ ଚନ୍ଦନରେ ଆମେ ଟିକେ ଲଗେଇଦେଉ କ'ଣ କି, ଟିକେ ଯେଉଁ ଶିକରପୁର, ତା ସହିତ ଅଗୁର ଟିକେ, ଆଉ ରହିଲା କ'ଣ ଏମିତି ଗୋଲାପ ଜଳ ଟିକେ ଦେଇଦେଲା ପରେ ସେ ଆହୁରି ସୁଗନ୍ଧିତ ହବ। ସୁଗନ୍ଧ ଠାକୁର ବହୁତ ପସନ୍ଦ। ଏବେ ଟିକେ ଆସନ୍ତୁ ଆମେ ଜୟ ଦୁର୍ଗା ମନ୍ଦିର ଆଡ଼େ ବୁଲି ଆସିବା।
ଦେଖନ୍ତୁ ଏଇଟା ବର୍ତ୍ତମାନ ଆପଣ ଦେଖିପାରୁଥିବେ ମନ୍ଦିର ସମ୍ମୁଖରେ ସିଂହଦ୍ୱାର ସମ୍ମୁଖରେ ଯେଉଁ ମନ୍ଦିରଟି ବିରାଜମାନ ଅଛି ସେ ହେଲେ ଜୟଦୁର୍ଗା ମନ୍ଦିର। ଆମର ଯେତେବେଳେ ଠାକୁରଙ୍କ ପାଖରେ ଆଳତି ହୁଏ ସେତେବେଳେ ସେ ଆଳତିଟାକୁ ପ୍ରଭୁ କପିଳନାଥଙ୍କୁ ସମର୍ପଣ କରିସାରିବା ପରେ ଦୁର୍ଗା ଦେବୀଙ୍କୁ ସମର୍ପଣ କରାଯାଏ। ସେଥିପାଇଁ ସେ ଆଳତିର ନାମ ହେଉଛି ଦୁର୍ଗା ମାଧବ ଆଳତି। ଏ ହେଲେ ଦୁର୍ଗା, ସେ ହେଲେ ମାଧବ, ସ୍ୱୟଂ ବିଷ୍ଣୁ। ଯେହେତୁ କପିଳ ମୁନିଙ୍କର ତପସ୍ୟା ବଳରେ ସେ ଆବିର୍ଭାବ ହୋଇଛନ୍ତି, ତେଣୁକରି କପିଳ ମୁନି ହେଉଛନ୍ତି 24 ଅବତାର ମଧ୍ୟରୁ ଗୋଟିଏ ଅବତାର କପିଳ ମୁନି। ତେଣୁକରି ଆମେ ଲିଙ୍ଗ ରୂପରେ କପିଳନାଥଙ୍କୁ ଦର୍ଶନ କରୁଛୁ, କିନ୍ତୁ ଅନ୍ତରତଃ ସେ ହେଉଛନ୍ତି ବିଷ୍ଣୁ। ସେଥିପାଇଁ ଆମର ଏଠାରେ ପ୍ରତ୍ୟେକ ସମୟରେ ତୁଳସୀ ସହିତ ବେଲପତ୍ରର ମଧ୍ୟ ସମନ୍ୱୟରେ ଆମେ ସମର୍ପଣ କରୁ ଠାକୁରଙ୍କୁ। ଏଠି ଜଗନ୍ନାଥ ଅଛନ୍ତି, ଗରୁଡ଼ ସ୍ତମ୍ଭ। ଏଠି ଆମେ ଦେଖିବାକୁ ପାଉଛେ ଦୁଇଟି ବୃଷଭ ଅଛନ୍ତି। ପ୍ରତ୍ୟେକ ମନ୍ଦିରରେ ଦେଖିବେ ଗୋଟିଏ ବୃଷଭ, ଯାହାକି ନନ୍ଦୀ ରୂପେ ସେ ପରିଚିତ ଥାନ୍ତି, କିନ୍ତୁ ଏଠାରେ ଦୁଇଟି ବୃଷଭ ହେଲେ ଗୋଟେ ହେଲେ ନନ୍ଦୀ ଆଉ ଗୋଟେ ହେଲେ ଭୃଙ୍ଗୀ। ନନ୍ଦୀ ପିଠିରେ ପ୍ରଭୁ ବିଚରଣ କରନ୍ତି, ବିଶ୍ୱ ବ୍ରହ୍ମାଣ୍ଡ ବିଚରଣ କରନ୍ତି, କିନ୍ତୁ ଭୃଙ୍ଗୀ ଛାଡ଼ିକି ସେ ଯାଏନି କୈଳାସ କ୍ଷେତ୍ରକୁ। ଏହି କପିଳ କ୍ଷେତ୍ରର ଅନ୍ୟ ନାମ ହେଲା ଗୁପ୍ତ କୈଳାସ। ଯେତେବେଳେ ଆପଣ ଦେଖିବେ ସଦାବେଳେ ଶାନ୍ତ ସ୍ନିଗ୍ଧ ପରିବେଶ ଏଠି ବିରାଜମାନ କରିଥାଏ। ଆପଣ ପୁରୀ ଯାଆନ୍ତୁ, ଲିଙ୍ଗରାଜ ମନ୍ଦିର ଯାଆନ୍ତୁ, ସଦାବେଳେ ଲୋକ କୋଳାହଳମୟ। ଅବଶ୍ୟ ସେଠାରେ ଟିକେ ପ୍ରଚାର ପ୍ରସାର ହେଲାଣି, ରାସ୍ତାଘାଟରେ ଟିକେ ସୁବିଧା ହେଲାଣି, କିନ୍ତୁ ଯାହା ହେଲେ ବି ଏଠି ରାସ୍ତାଘାଟର ଭବିଷ୍ୟତରେ ସୁବିଧା ହେଲେ ବି ସଦାବେଳେ ଏଠି ପରିବେଶ ଶାନ୍ତ ସ୍ନିଗ୍ଧ ହେବ। ତେଣୁକରି ଭୃଙ୍ଗୀ ସଦାବେଳେ ଶାନ୍ତ ସ୍ନିଗ୍ଧ ପରିବେଶଟି ଆପଣାଇଥାଏ। ଭୃଙ୍ଗୀ ହେଉଛି ମାନେ ପ୍ରଭୁଙ୍କର ପରମ ଭକ୍ତ, ତେଣୁକରି ସେ ଚାହେଁ ସଦାବେଳେ ସମୟ ପାଇଁ ସେ ପ୍ରଭୁ ଏବଂ ଶାନ୍ତ ପରିବେଶକୁ ଆପଣାଇଥାଏ। ସେଥିପାଇଁ ଆମେ ଆମର ଏଠି ଉଭୟ ଗୋଟିଏ ନନ୍ଦୀ ଏବଂ ଗୋଟେ ଭୃଙ୍ଗୀର ସ୍ଥାପନ ହେଇଛନ୍ତି ଠାକୁରଙ୍କ ଆଗରେ। ଦେଖିବେ ଏଇ ଯୋଉ ମନ୍ଦିରଟି ଦେଖୁଛନ୍ତି, ଏଇଟା ହେଲା ଭୋଗ ମଣ୍ଡପ। ଆମର ଏପଟେ ହେଲା ରୋଷଶାଳା। ରୋଷଶାଳାର ଏଇ ଯୋଉ ପଥଟି ରହିଲା, ୟାକୁ ମନ୍ଦିର ଭାଷାରେ କୁହନ୍ତି ଅଛିଣ୍ଡା ପାହାଚ। ଏଇପଟ ଦେଇକିରି ଦୁଇଟି ରୋଷ ଆମର ଅଛି, ଗୋଟେ କୋଠ ରୋଷ ଆଉ ଗୋଟେ ବରାଦ ରୋଷ। ଏଇଠି ସେଠି ଯେତେବେଳେ ରୋଷ କାର୍ଯ୍ୟ ସମାପ୍ତ ହୁଏ, ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପରେ ସବୁ ଯାହା ବି ରୋଷ ପ୍ରସ୍ତୁତ ହେଇଥାଏ, ଆମର ଶଙ୍ଖୁଡ଼ି ଭୋଗ, ସେଗୁଡ଼ାକ ଏଇ ଅଛିଣ୍ଡା ପାହାଚ ଦେଇକିରି ଆସି ଏଇଠି ରଖା ହୁଏ ବରାଦି ଭୋଗ ଗୁଡ଼ାକ। ଏଇଟା ହେଉଛି ଭୋଗ ମଣ୍ଡପ। ଭୋଗ ମଣ୍ଡପରେ ଏଠି ବିରାଜମାନ କରିଛନ୍ତି ଜଗନ୍ନାଥ ଏବଂ ତାଙ୍କ ପାଖରେ ଅଛନ୍ତି ଗରୁଡ଼ ସ୍ତମ୍ଭ। ତାପରେ ଏଇ ପଥ ଦେଇକିରି ଆମର କୋଠ ଭୋଗ ଯୋଉଟା ଶଙ୍ଖୁଡ଼ି ଭୋଗ, କୋଠ ଭୋଗ, ସେଗୁଡ଼ାକ କପିଳନାଥଙ୍କର ଗର୍ଭଗୃହ ମଧ୍ୟକୁ ଯାଇଥାଏ ଏବଂ ଭକ୍ତମାନଙ୍କର ଯେଉଁ ରହିଲା ବରାଦି ଭୋଗ ସେଠି ଏଇଠି ରହିଥାଏ। ତେଣୁକି ୟାର ନାମ ହେଲା ଭୋଗ ମଣ୍ଡପ। ଭୋଗ ମଣ୍ଡପ ପାଖକୁ ହେଲା ନାଟ ମଣ୍ଡପ। ନାଟ ମଣ୍ଡପରେ ଯେଉଁ ଦୁଇଟି ବୃଷଭ ଅଛନ୍ତି, ତା ସହିତ ଆପଣ ଆଉ ଟିକେ ଲକ୍ଷ୍ୟ କରିବେ, ସମ୍ମୁଖରେ ରହିଲେ ନବଗ୍ରହ ଏବଂ କପିଳନାଥଙ୍କର ସମ୍ମୁଖରେ ଏଠି ସବୁ ଦେବାଦେବୀ ମାନେ ସବୁ ନୃତ୍ୟ ପରିବେଷଣ କରୁଛନ୍ତି। ଆପଣ ଦେଖିବେ ଏଠି ସବୁ ଦେବାଦେବୀ, ପଞ୍ଚ ଦେବାଦେବୀ, ସେମାନେ ସବୁ ନୃତ୍ୟ ପରିବେଷଣ କରୁଛନ୍ତି। ସେଟା ପାଇଁ ଏଇଟା ହେଲା କୁହାଯାଏ ଏଇଟା ନାଟମଣ୍ଡପ। ତାପରେ ରହିଲା ଜଗମୋହନ। ଜଗମୋହନରେ ମଧ୍ୟ ଆପଣ ବର୍ତ୍ତମାନ ଆଳତି ଦେଖିଥିବେ। ତାପରେ ଠାକୁର ବିରାଜମାନ କରିଛନ୍ତି ଗର୍ଭଗୃହରେ। ଯେମିତି ଆମର ଦୁଇଟି ବୃଷଭ ଅଛନ୍ତି, ସେମିତି ଦୁଇଟି ମଧ୍ୟ ସୂର୍ଯ୍ୟ ଅଛନ୍ତି। ଆପଣ ଦେଖିବେ ଏଠି ଏବେ ଆସନ୍ତୁ,
ଏବେ ଦେଖିପାରୁଥିବେ ଦୁଇଟି ସୂର୍ଯ୍ୟ ପ୍ରତ୍ୟେକ ମନ୍ଦିରରେ ଯେତେବେଳେ ସ୍ୱତନ୍ତ୍ର ରାଜଖଞ୍ଜା ନୀତିକାନ୍ତି ଆରମ୍ଭ ହୁଏ ସେତେବେଳେ ସୂର୍ଯ୍ୟ ମନ୍ଦିରରୁ ଗୋପାଳ ବଲ୍ଲଭ ଭୋଗ ଆରମ୍ଭ ହୋଇଥାଏ। କିନ୍ତୁ ଆମର ଏଠି ଦୁଇଟି ସୂର୍ଯ୍ୟ ସେମିତି ଆମର ନୀତିକାନ୍ତି ଯେତେବେଳେ ଆରମ୍ଭ ହବ ଏଇ ମନ୍ଦିରରୁ ହିଁ ଆରମ୍ଭ ହୋଇଥାଏ। ଏଠି ଦୁଇଟି ସୂର୍ଯ୍ୟର କାରଣ ହେଲା ଗୋଟେ ହେଲା ଉତ୍ତରାୟଣ ସୂର୍ଯ୍ୟ ଉତ୍ତର ପଟେ ଅଛନ୍ତି ଆଉ ଗୋଟେ ଦକ୍ଷିଣାୟନ ସୂର୍ଯ୍ୟ ଦକ୍ଷିଣ ପଟେ ଅଛନ୍ତି। ଆପଣ ସବୁ ସମୟରେ ଆସିବେ ଦେଖିବେ ଦୁଇଟି ସୂର୍ଯ୍ୟକୁ ଉତ୍ତରାୟଣ ସୂର୍ଯ୍ୟକୁ ଦର୍ଶନ କରିପାରିବେ ଦକ୍ଷିଣାୟନ ସୂର୍ଯ୍ୟକୁ ମଧ୍ୟ ଦର୍ଶନ କରିପାରିବେ। ତାଙ୍କ ସମ୍ମୁଖରେ ଏଇଠି ରହିଲେ ମହାବୀର ଇଏ ହେଲା ପୀଠରେ ମହାବୀର ଇଏ ଅଛନ୍ତି ପୀଠରେ ବିରାଜମାନ କରିଛନ୍ତି। ତାପରେ ଦକ୍ଷିଣ ଦ୍ୱାର ପଟେ ମଧ୍ୟ ଗୋଟେ ମହାବୀର ମନ୍ଦିର ଅଛନ୍ତି ସେ ଏଇଟା କିନ୍ତୁ ହେଲା ପୀଠରେ ମହାବୀର ମନ୍ଦିର। ତାପରେ ଏଇଠି ଦେଖନ୍ତୁ ଏଇଟା ହେଲା କପିଳ କୁଣ୍ଡ। ଆମେ ଏମିତି ଲୋକାଚାର ହିସାବରେ ତାକୁ ବାମ୍ଫି ବୋଲି କହୁ କିନ୍ତୁ ଏଇଟା ହେଲା କପିଳ କୁଣ୍ଡ। ଏହାର ପାଣି ସଦାବେଳେ ନିର୍ମଳ ଏବଂ ରୋଗ ନଷ୍ଟ ମଧ୍ୟ କରିଥାଏ। ପିଲାବେଳୁ ବହୁତ ଆମର ବି ଉଦାହରଣ ଅଛି ଆମକୁ ଯେତେବେଳେ କିଛି ଏମିତି ଇଏ ହୁଏ କ'ଣ ଦେହ ଖରାପ ହେଲା ଜଳ ମାନେ କିଛି ହେଲା ଆମେ ଏ ଜଳକୁ ନେଇକିରି ପ୍ରଥମେ ଠାକୁରଙ୍କୁ ସମର୍ପଣ କରିକିରି ତାପରେ ଟିକେ ପାଟିରେ ପେଇଦେଲେ ଜ୍ୱର କୁଆଡ଼େ ଛାଏଁ ଛାଏଁ ପଳେଇଥାଏ। ଏବଂ ଏଇ ଜଳର ବ୍ୟବହାର ସଦାବେଳେ ଠାକୁରଙ୍କ ଉଦ୍ଦେଶ୍ୟରେ ହିଁ ହୋଇଥାଏ। ଠାକୁରଙ୍କର ସ୍ନାନ ମାଜଣା ତାଙ୍କର ରୋଷେଇ ସାମଗ୍ରୀରେ ରୋଷେଇ ପ୍ରସ୍ତୁତ କରିବା ପାଇଁ ଭୋଗ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହିଁ ହେଇଥାଏ। ଏଇଟାର ନାଁ ହେଲା କପିଳକୁଣ୍ଡ। ଏଇ ଜଳର ଶୁଦ୍ଧତା ପାଇଁ ଏହାର ଦେଖିବେ ଚାରିପଟେ ସବୁ ଦେବାଦେବୀ ମାନେ ସବୁ ଜଗିକିରି ଅଛନ୍ତି ମୂର୍ତ୍ତି ସବୁ ଅଛନ୍ତି ଏବଂ ତା ମଧ୍ୟରେ ଗୋଟିଏ ମୂର୍ତ୍ତି ବି ଅଛନ୍ତି କପିଳେନ୍ଦ୍ର ଦେବଙ୍କର ରାଜ୍ୟାଭିଷେକ ମୂର୍ତ୍ତି ଅଛନ୍ତି। ଆଉ କପିଳେନ୍ଦ୍ର ଦେବଙ୍କର ରାଜ୍ୟାଭିଷେକ ମୂର୍ତ୍ତି ଆପଣ ଦେଖିବାକୁ ପାଇବେ ଦକ୍ଷିଣ ଦ୍ୱାର ପଟେ ଦୁଇଟି ପଟେ କପିଳେନ୍ଦ୍ର ଦେବଙ୍କର ରାଜ୍ୟାଭିଷେକ ତାଙ୍କର ଇଏ ଅଛି ମୂର୍ତ୍ତି ଅଛି। ଆମ ମନ୍ଦିରରେ କେବଳ ଦୁଇଟି ଦ୍ୱାର ପୁରୀରେ 4ଟି ଦ୍ୱାର ଲିଙ୍ଗରାଜ ମନ୍ଦିରରେ 3ଟି ଦ୍ୱାର ଆମର କପିଳନାଥ ମନ୍ଦିରରେ 2ଟି ଦ୍ୱାର। ଗୋଟେ ସିଂହ ଦ୍ୱାର ହେଲା ଆମର ଧର୍ମ ଦ୍ୱାର ଏବଂ ଦକ୍ଷିଣ ଦ୍ୱାର ହେଲା ଅର୍ଥ ଦ୍ୱାର। ଏଠାର ନିୟମ ଅଛି ପ୍ରତ୍ୟେକ ସେବାୟତ ହୁଅନ୍ତୁ ବା ଭକ୍ତଜନ ହୁଅନ୍ତୁ ସେମାନେ ସମସ୍ତେ ଧର୍ମ ଦ୍ୱାର ଦେଇକିରି ଆସିବେ ଏବଂ ଦକ୍ଷିଣ ପଟେ ଯେଉଁ ଅର୍ଥ ଦ୍ୱାର ରହିଲା ଅର୍ଥ ଦ୍ୱାର ଗୋଟେ ପ୍ରସ୍ଥାନ କରିବେ। ପ୍ରସ୍ଥାନ କରିବାର ଅର୍ଥ ହେଲା ଆମେ ଧର୍ମୀ ଆସନ୍ତୁ ଅଧର୍ମୀ ବି ଆସନ୍ତୁ ସେଇପଟେ ମାନେ ସିଂହ ଦ୍ୱାର ଦେଇକିରି ଆସିବେ କିନ୍ତୁ ପ୍ରସ୍ଥାନ କରିବେ ଦକ୍ଷିଣ ଦ୍ୱାର ଦେଇକିରି ମାନେ ଅର୍ଥ ଦ୍ୱାର ଦେଇକିରି ପ୍ରସ୍ଥାନ କରିବେ ମାନେ ଅର୍ଥକୁ ଛାଡ଼ିକିରି ପଳେଇବେ। ଅର୍ଥ ଆମର ଦରକାର ନାହିଁ ଆମେ ପ୍ରଭୁଙ୍କୁ ପାଇଲୁ ଅର୍ଥ ବି ପାଇଗଲୁ ତେଣୁକରି ଅର୍ଥକୁ ଆମେ ଛାଡ଼ି ଦେଇକି ଯାଉଛୁ। ଅର୍ଥ ପ୍ରତି ଆମର ଲାଳସ ନାହିଁ ଆମ ପାଖେ ପ୍ରଭୁ ଅଛନ୍ତି ତ ସବୁ ଅଛି। ତେଣୁକରି ଆମେ ଅର୍ଥ ଦ୍ୱାର ଦେଇକିରି ଆମେ ଅର୍ଥ ଦ୍ୱାରକୁ ଦେଇକିରି ଯେତେବେଳେ ପ୍ରସ୍ଥାନ କରୁଛୁ ଆମର ପ୍ରଭୁକୁ ଆମେ କହୁଛୁ ପ୍ରଭୁ ଆମେ ଅର୍ଥ ଦ୍ୱାର ଦେଇକି ଆସୁଛୁ ଅର୍ଥ ଆମର ଦରକାର ନାହିଁ ଆମ ପାଖେ ତୁ ତ ରହିଲୁ ଆଉ ଅର୍ଥ କ'ଣ ଦରକାର ତୁ ତ ପାଇଲୁ ତ ସବୁ ତ ଆମେ ପାଇଗଲୁ। ତେଣୁକରି ଆମର ଏଠି 2ଟି ଦ୍ୱାର ଅଛି ଗୋଟେ ହେଲା ଧର୍ମ ଦ୍ୱାର ଗୋଟେ ହେଲା ଅର୍ଥ ଦ୍ୱାର। ମାନେ କୁଣ୍ଡଟା ଏମିତି ଖୋଲା ଅଛି କିଛି ଦୁର୍ଘଟଣା ସେମିତି କିଛି ସେଇଟା ତ ସେମିତି କିଛି ଦୁର୍ଘଟଣା ଘଟିନି ଆବାହମାନ କାଳରୁ ରାଜରାଜୁଡ଼ାଙ୍କ ସମୟରୁ ସେଇଟା ସେମିତି ଏମିତି ସେବାୟତ ମାନଙ୍କର ମଝିରେ ମଝିରେ ଗୋଡ଼ ଟିକେ ଖସିକିରି ଟିକେ ଇଏ ହୁଅନ୍ତି କିନ୍ତୁ ପାଣିରେ ଯେତେବେଳେ ପଡ଼ିଯାଆନ୍ତି ସେବାୟତ ମାନେ ସେତେବେଳେ ଆମେ ପଞ୍ଚାମୃତରେ ତାକୁ ଶୋଧନ କରିକି ପୁଣି ଜଳଟା ପୁଣି ଯେମିତି ଇଏ କରିବା କଥା କରୁ ନହେଲେ ଏମିତି ଯେଉଁ ଭକ୍ତମାନେ ଏମିତି ପଡ଼ିଯିବା ଇଏ ହେବା ତା ସେମିତି କିଛି ହେଇନି। ଏଇଠି ଲିଙ୍ଗରାଜ ମହାପ୍ରଭୁ ହାଣ୍ଡି ଭଙ୍ଗା ଜାତକୁ ଭୋଗ ଖାଆନ୍ତି। ଅନନ୍ତ ବାସୁଦେବ ଲିଙ୍ଗରାଜ ଆସିକି ହାଣ୍ଡି ଭଙ୍ଗା ଜାତ ଯେଉଁ ଶିବରାତ୍ରି ଯିବାରେ ଯେଉଁ ଶନିବାରେ ଏଇଠି ଆସି ଠାକୁରଙ୍କୁ ପୂଜା କରି ଯାଆନ୍ତି। ଲିଙ୍ଗରାଜ ଅନନ୍ତ ବାସୁଦେବ ଶନିଙ୍କୁ ପୂଜା କରିକି ହରିହର ବେଟ ହେଇ ଯାଆନ୍ତି। କାଲି ଶନିବାର ମୁଣ୍ଡିଆ ମାର। ବର୍ତ୍ତମାନ ଆପଣ ଦେଖିପାରୁଥିବେ ଆପଣ ସମ୍ମୁଖରେ
हाजिरा मंडप जोटा कि लोकाचार कि प्रकृति से ज्ञान मंडप जमी पुरी रे अच्छी मुक्ति मंडप सुविधा असुविधा भक्त मानकर सेठी मुक्ति मंडप रे जो माने सेवायत अच्छा से तार समाधान करती पूर्वर सेमती आमर पुरुखा सेवायत मैंने जमी किसी पारिवारिक समस्या हो बा सेवा को लेकिन किसी समस्या हो एठी से माने बसिकी समस्यार समाधान ही करुले पुरी जमी 16 खंब एठार देखिए 16 खंब पुरीर मुक्ति मंडप को बिना पहाचर चढ़ा जाए किंतु आमर एठी बिना पहाचर आम चढ़ी आगुरी आम पूर्वज मान चढ़ुले किंतु एबे भक्त मानकर एवं सेवायत मानकर सुविधा आम गोटे पर गोटे पहाच कर यहाँ प्रकृत ही मुक्ति मंडप भली पुरीर मुक्ति मंडप भली आमर मुक्ति मंडप बा ज्ञान मंडप बा हाजिरा मंडप यार सम्मुखें अच्छा द्वितीय कपिलेश्वर तांकर मुख होउची पश्चिम आड़ को तांकर सम्मुखें देखिए अच्छी गोटे तुलसी गछ ए पीठरे सदा बेले देखिए प्रत्येक मंदिर आगे तुलसी विद्यमान जेहेतु यहाँ गोटे गुप्त वैकुंठ एवं गुप्त काशी एवं गुप्त कैलाश ये सदा बेले तुलसी ही विद्यमान यही मंदिर जगमोहन रे द्वितीय कपिलेश्वर यही मंदिर जगमोहन रे मानसिकधारी माने तांकर रुद्राभिषेक ही करिथांती केवल पश्चिम मुखा शंभु मंदिर रे रुद्राभिषेक हुए आमर यही पीठरे दुईटी पश्चिम मुखा शंभु अच्छा से हेले प्रथम कपिलेश्वर तापर हेले द्वितीय कपिलेश्वर मुख्य कपिलेश्वर मुख होउची पूर्व आड़ पूर्वर आम जो आलोचना करूँ कपिलेन्द्र देवंकर राज्याभिषेक आपण मैंने देखी पारती आमर मसे रु 1.5 मास मध्य ओयूटी छात्र माने पुरीर किसी छात्र माने आसीथिले से माने संस्कृति उपर रिसर्च करुचंती से माने जमी जना जानी पारिले कपिलेन्द्र देवंकर यही मंदिर आ बाकी सेवायत मान विषय रे राज्याभिषेक विषय जमी जानी पारिले से माने सेथिरे आसिले आमर जो निजोग गृहटी अच्छी सेठी मध्य गोटे भल बैठकटे होता आम सेवायत मैंने उपस्थित थे ओडिशार सबु जिल्लारू बहुत गवेषक मैंने आसी कपिलेन्द्र देवक राज्याभिषेक विषय रे से माने आलोचना कले एवं तापर बहुत भल समागमटे होता आपड़ ए देखिपारे आसतु कपिलेन्द्र देवंकर राज्याभिषेकर मूर्ति से स्थापना है दक्षिण द्वार आम मंदिर दक्षिण द्वार ये दुई पार्श्व अच्छा कपिलेन्द्र देवंकर राज्याभिषेक एपटे मध्य आ गोटे मंदिर गोटे विराट उदाहरण राजा भी एठी भक्त हाँ राजा मध्य एटी भक्त है से बहुत बड़ भक्त थे ठाकुर ओडिशार माटी भारत माटी एठी राजा भी भक्त माने साधारण रे कली जुग रे राजा मुकुट पिंधला परे से निजे भावती मु गोटे माने भगवान बोली किंतु प्रकृत राजा ही एठे गोटे भक्त एठे देखिए किसी किसी बौद्ध मूर्ति बहु पुरातन समय रही आसी एवं शुणा जाए एबे भी गवेषणारत जे कपिलेश्वर होउची प्रकृत कपिल वास्तु एठारे बुद्धदेव ही जन्मग्रहण करथिले सेटा एबे भी माने रिसर्च रे अच्छी से बहुत पुरातन समय कपिल यही पीठरे बौद्ध मूर्ति विराज नहीं खोदेरु मिली गाँ टी जिते आमर माने इमती माटी घर चाल घर इमती थिला तापर किछि किछि घर भांगिला पर सेठू किछि आविष्कृत होइछि आविष्कृत होइकरी जगह रे अछंती
और जहाँ एबी भी माने रिसर्च रे जहाँ भी स्थान पाई लास्ट वीडियो रे कमेंट जने कहले साप कहबेनी आपण बासुकी कहबे हाँ बासुकी एते बासुकी जो अछंते से को कारण जो अछन कोन एटा हला एते बासुकी एठी रहिबार कारण है आपणकर जातक जदि किसी सर्प दोष थाए एवं स्वप्न जदि किसी सर्प आप देखती जोटा कि आम बासुकी बोली कहूँ सेठार खंडन पाई एठी सर्प को कपिलनाथ पाखे समर्पण करा हुए किसी जदि दोष रही जाइथिबा आपणकर जन्म जातक साधारणतः सेटा विवाहर पूर्व तार खंडन करती तार किसी प्रतिकार करती से स्वप्न जदि किसी आप मनकर गोटे कौन मंदिर यही मंदिर में आपण छोट बेले किसी मानसिक रखिदे मानसिकता पूरण हो गला किंतु आप जानी पार ना कौन मु मानसिक रखी कौन है से समय आप सर्प को निश्चित दर्शन करेंगे माने स्वप्न रे आपन को साप गोड़ू स्वप्न रे आपन को एमती षंढ गोड़ू एमती से समय आसिक सर्प आ भी छोट छोट वृषभ को एमती समर्पण करदेला जे मानसिक जहाँ भी रिष्ट थाए सब खंडन हो जाए से बहुत बासुकी अच्छा ना से तो सर्प एमती स्वप्न रे देखा देबा गोड़ेबा कि कामुड़ीबा को धाइबा ये सब हाँ आम बुझा जे किसी बाकिया रही जाए आम करने से कर्म करने तो किंतु आउ बेले बेले स्वप्न एमती आसे सर्प दर्शन हुए किसी गोड़ाती कामुड़ती किसी ना बेले बेले खाली दर्शन हो जाए मुझे केते थर स्वप्न देखी थरे माने सर्प को उठेकरी मुझे गोटे छुआ को कोलैक नि मुझे गोटे जगह थोदेली ये सब माने कौन से गोड़ेबा कामुड़ीबा दर्शन नुहे ये सब माने कौन खाली खाली सर्प हाँ सर्प केवल सर्प दर्शन कारण है आपण जातु शिव मंदिर को जातु दर्शन करूँ तापरे से हाँ शिव डाकिले आपण को महादेव स्मरण कले आपण जातु गोटे थर दर्शन कर दिंतु सब रिष्ट खंडन है तार अर्थ से एठारे आमर एकादश शंभु अच्छा ये ठाकुर हेले चंद्रशेखर जीव ये आमर जो बरादी भोगशाला रही रोषशाला पाखरे दुईटी महादेव मंदिर अच्छे कहीं कहते ऐशानेश्वर पातालेश्वर चित्रगुप्त चित्रगुप्तेश्वर ये दुईट मंदिर अच्छे पाखड़े आसला अँला बेढ़ा एठारे विराजमान होती अँला वृक्ष अँला बेढ़ा बर्तमान यही आश्विन पर जो कार्तिक मास आसूजी हबिशाड़ी मानकर महासमागम ये हुए अँला नवमी कार्तिक मास सारा ये समागम हुए किंतु प्रकृत में अँला नवमी रे अत्याधिक भक्त मानकर ये समागम हुए पार्श्व रहिले सूर्य देवता नीतिकांति समय रे आमे उत्तरायण दक्षिणायन सूर्य ठारू गोपाल वल्लभ आरंभ हुए किंतु ये सूर्य देवता हूँ आमर सूर्य देव निजे देह रूप में पूजा पाँच ये ठाकुर ये चंद्रशेखर आपण एबे आसंतु देखिए यहीटा पुरुखा लोक सेवायत मानकर कहवा अनुजाई यहाँ हूँ शुभ खुंटी आम जिते बड़े घर तैयारी करूँ जहाँ भी एमती कारखाना तैयारी हुई इत्यादि जहाँ हुए
शुभप्रस्थ जो पका जाए एटा हूँ से शुभप्रस्थ शुभ खुंटी माने प्रथम करके गोटे हाँ। जेंति गोटे छोटिया घरटे करे छोट घरटे कर हाँ शुभ स्थल सेटा किंतु कई कई कहते वैद्यनाथेश्वर वैद्यनाथेश्वर किंतु आम जहाँ अनुमान करुचे शुभ खुंटी कारण आप चारिपट देखिए यही जगार ही तार माने केन्द्रबिंदु तार यही मंदिर बेढ़ार चारिआडर केन्द्रबिंदु ही यही स्थलटी एबे आसंतु जिबा आमर रोषशाला आड़क यहाँ अछिंडा पहाच देकरी आम एबे जाऊँ श्रीजी प्रत्यह शंखुड़ी भोग जो प्रस्तुत करा जाए वर्तमान तो सरीगला आमर सकाल धूप दुईपर धूप सरीगला एबे सब महासुपकार माने टिके आराम नौ पुणी संध्या बेलू आसवे पुणी संध्या देव जहाँ रोषे हम यहाँ आमर बरादी रोषे घर यहाँ है बरादी रोषे घर यहाँ है कोठ रोषे घर ठाकुर प्रत्येक दिन जो कोठ भोगटी प्रस्तुत करा जाए सेटा यही रोषशाला प्रस्तुत करा जाए यहाँ है राजखंजा अमलू ये दुईटी रोष ही निर्माण करा जाए आ प्रत्येक रोषर गुम्मुटरे माँ लक्ष्मी ही विराजमान कर यार बाम पटे बाम पटे आपण दृश्यमान हेबे आस्ते आस्ते आसी ये ठाकुर होउछंती प्रथम कपिलेश्वर आदि कपिलेश्वर यांकर सम्मुख मध्य पश्चिम पटक से द्वितीय कपिलेश्वर पीठरे रुद्राभिषेक जमती हुए सेमती यही ठाकुर पीठर मध्य रुद्राभिषेक हुए अच्छा ना तो भूलभाल कहबाटा तथापि प्राय केते टंका खर्च हबो रुद्राभिषेक रे मैक्सिमम छाड़ दियंतु मिनिमम टा जदि आम प्रसाद सेवन को छाड़ीदेवा ताहले 8,500 भितर हो कारण सामग्री पखापाखि 4,000 टଙ୍କା एवं पुरोहित जे कर्मकांड करेंगे सी नहीं जाती 4,500 टଙ୍କା 8,500 टଙ୍କା भितर आपणकर पूजा ता सहित मंदिर किसी फीस रोचे मंदिर डेवलपमेंट सहित जदि प्रसाद सेवन करेंगे सेटा अनलिमिटेड आप 10 जन 15 जन 50 जन 100 जन कौन करेंगे सेटा किंतु एटा हूँ 8,500 भितर आमर एठारे रुद्राभिषेक 10,000 हो प्रसाद सेवन भी हो पार 12-15 जन भी प्रसाद सेवन भी हो पार यही प्रत्येक मंदिर में तुलसी वृक्ष भली यही मंदिर में सम्मुख तुलसी वृक्ष ही अच्छा किंतु गछ छाई तले तुलसी वृक्ष बंचु ना से खाली यहीटा अच्छी आस्थानाटा अच्छी दश अवतार श्रीराम राम मंदिर यहाँ पछरे पखापाखि 20-22 वर्ष तले यहाँ निर्माण करा जायछि अहल्या अहल्या ये हेले हमर हाँ जो मन धीवर हाँ धीवर
ଇଏ ହେଲେ ଅହଲ୍ୟା ପାଷାଣୀ ଅହଲ୍ୟାକୁ ଜୀବଦାନ ଦେଇଥିଲେ। ଆସନ୍ତୁ ଏବେ ଯିବା ବୈଦ୍ୟେଶ୍ଵରଙ୍କର ମନ୍ଦିରକୁ। ଅତୀତରେ କୌଣସି ଏକ ଉତ୍କଳର ରାଜାଙ୍କର ଏମିତି ଅତ୍ୟଧିକ ଦେହ ଖରାପ ହେଲା ଫଳରେ ତାଙ୍କର ଏମିତି ବ୍ୟାଧି ଏମିତି ବଢ଼ି ବଢ଼ି ଚାଲିଲା ବ୍ୟାଧି ବି ମଧ୍ୟ କମିଲା ନାହିଁ। ତାଙ୍କର ସ୍ୱପ୍ନ ଦେଶ ଆସିଲା ଯେ କପିଳନାଥଙ୍କ ପୀଠରେ ଯାଇକରି ତୁ ଶରଣାପନ୍ନ ହୋ, ସେ ହିଁ ଏକମାତ୍ର ମାଧ୍ୟମ ତୁମର ରୋଗକୁ ଭଲ କରିବା ପାଇଁ। ଏଠି ଆସିଲେ ଶରଣାପନ୍ନ ହେଲେ, ତାପରେ ଶରଣାପନ୍ନ ହେଇସାରିଲା ପରେ ତାଙ୍କର ମଧ୍ୟ ବ୍ୟାଧିର ପରିସମାପ୍ତି ଘଟିଛି। ଫଳରେ ତାଙ୍କର ଏମିତି ଗୋଟେ ସ୍ମୃତି ସ୍ୱରୂପ ସେ ନିଜେ ସ୍ଥାପନା କରି ଯାଇଛନ୍ତି। ଏଇଟା ହେଲା ତାଙ୍କର ବୈଦ୍ୟେଶ୍ଵର ଏବଂ ସେ ତାଙ୍କର ସହବୈଦ୍ୟେଶ୍ଵର। ଏଠି ଅଛନ୍ତି ଦେଖିବେ ଶିବ ତାଣ୍ଡବ। ଶିବ ତାଣ୍ଡବ ଶିବ ତାଣ୍ଡବ ସମୟରେ ଯେଉଁ ଅଙ୍ଗଭଙ୍ଗୀ, ପ୍ରତ୍ୟେକ ଅଙ୍ଗଭଙ୍ଗୀର ଗୋଟେ ଗୋଟେ ଚାରୁକଳା, ଆମର ଅତୀତର ଭାସ୍କର୍ଯ୍ୟ ମାନେ ଏଗୁଡ଼ା ସବୁ ଛାଡ଼ି ଯାଇଛନ୍ତି ଗୋଟେ ଉଦାହରଣ ସ୍ୱରୂପ। ଏଠି ବର୍ତ୍ତମାନ ଦେଖିବେ ଶିବ ତାଣ୍ଡବର ଗୋଟେ ସୁନ୍ଦର ପ୍ରତିଛବି। ଯଜ୍ଞ ମଣ୍ଡପ। ଆମେ ବର୍ତ୍ତମାନ ବେଢା ପରିକ୍ରମା କରୁଛୁ। ବେଢା ପରିକ୍ରମା ଆମର ଦକ୍ଷିଣ ପଟେ ଅଛି ଏ ଠାକୁର ହେଉଛନ୍ତି ସିଦ୍ଧେଶ୍ୱର ମହାଦେବ। ଏକାଦଶ ଶମ୍ଭୁ ମଧ୍ୟରୁ ଗୋଟିଏ ସିଦ୍ଧେଶ୍ୱର ମହାଦେବ। ସିଦ୍ଧେଶ୍ୱର ମହାଦେବଙ୍କ ଇଏ ମଧ୍ୟ ମୁଖ୍ୟ ଠାକୁର କପିଳନାଥଙ୍କ ପରି ପୂର୍ବାଭିମୁଖୀ ସିଦ୍ଧେଶ୍ୱର ମହାଦେବ। ସିଦ୍ଧେଶ୍ୱର ମହାଦେବଙ୍କ ସମ୍ମୁଖରେ ଅଛନ୍ତି ମା ପାର୍ବତୀ। ମା ପାର୍ବତୀ ଆମର ମୁଖ୍ୟ ଠାକୁରଙ୍କର ପାର୍ଶ୍ୱଦେବାଦେବୀରେ ଯେଉଁ ଗଣେଶ, କାର୍ତ୍ତିକେଶ୍ୱର ଏବଂ ପାର୍ବତୀ ଅଛନ୍ତି ହେଲେ ମା ପାର୍ବତୀ। ଯେତେବେଳେ ଆମର ବଡ଼ି ଭୋରୁ ପ୍ରତ୍ୟେକ ଦିନ ମଙ୍ଗଳ ଆଳତି ହୁଏ, ମଙ୍ଗଳ ଆଳତି ପୂର୍ବରୁ ଶ୍ରୀ ଗଣେଶ, କାର୍ତ୍ତିକେଶ୍ୱର ଏବଂ ମା ପାର୍ବତୀଙ୍କର ଗତକାଲିର ବେଶକୁ ଓଲାଗି ହୁଏ। ତାପରେ ମାଜଣା ସ୍ନାନ କରନ୍ତି, ତାପରେ ଲୁଗା ପିନ୍ଧନ୍ତି, ଚନ୍ଦନ ଚର୍ଚ୍ଚିତ ହୁଅନ୍ତି, ତାପରେ ମଙ୍ଗଳ ଆଳତି ଆମର ଆରମ୍ଭ ହୁଏ। ତାଙ୍କ ପାଦ ଦେଶ ଦେଇକିରି ବହି ଆସିଛି ଆମର ବାବାଙ୍କର ପାଦୁକ ଝରଣା। ଏଇଟା ହେଲା ପାଦୁକ କୁଣ୍ଡ ବାବାଙ୍କର। ଏବେ ଆସନ୍ତୁ ଯିବା କାର୍ତ୍ତିକେଶ୍ୱର। ଆଜ୍ଞା, ଏଠି ହନୁମାନ ଅଛନ୍ତି ଆଉ ଲକ୍ଷ୍ମୀ ନାରାୟଣ ଅଛନ୍ତି। ତ ଇଏ ଏଇପଟେ ବାହାରେ ମାନେ କାରଣ କ'ଣ? କେହି ପୂଜା ନ କରି ପାରିଲେ ଏଠି ଥୋଇ ଦେଇ ଯାଉଛନ୍ତି କି? ଆମର ହଁ, ଏଇଟା ହିଁ ଠିକ କଥା। ଆମର ବହୁତ ଆଗରୁ ଆପଣ ଦେଖିବେ ଗୃହମାନଙ୍କରେ ମନ ଇଚ୍ଛା ପ୍ରତିଷ୍ଠା କରିଦେଇଥାନ୍ତି ଠାକୁର ଠାକୁରାଣୀ ମାନଙ୍କୁ। ବିନା ବାସ୍ତୁ ବିଚାର କରି, ବିନା ପଣ୍ଡିତଙ୍କ ପରାମର୍ଶ ନ ମନେ କରି ଯେତେବେଳେ କରିଦେଇଥାନ୍ତି, ସେତେବେଳେ କିଛି ଯଦି ଏମିତି
परिवार उपरकू सब माने विपद आशंका हुए विपद पड़े से जहाँ परामर्श करी सेवायत कहना आमरी सेवायत उत्कलर चारिआडे ही आमर जेजमान ही अच्छा आम सहित से परामर्श करती स्वप्नादेश हुए स्वप्नादेश सहित आम सहित परामर्श करती आणिक ठाकुर पाखे समर्पण कर दिखाँ गृह ठाकुर गृह गृह देवता से रखिदी पड़ो श्रद्धा मोर भी श्रद्धा आसे देखिकी ठाकुर को एमती कहार जदि श्रद्धा आसे सी चाहब ये ठाकुर को एमती पढ़ी मत भल लगुनि तो मुझे नहीं जाकि परामर्श नेबी पूजारी परामर्श नहीं या घरे से पूजा करने जदि चाहिए तो ये कौन संभव संभव हम किंतु आमर पंडित मानकर परामर्श दरकार कारण कहार सेमती असुविधा पड़ा बोलिकी से आसी समर्पण करदे आम नहीं जीवा जदि सेमती किसी ठाकुर न करंतु जदि सेमती कहीं जदि कहीं आशंका आशंका उपरे आम रोचु कारण से भी ठाकुर कहार घरे थिले वर्षा माड़ खाऊ न खरा माड़ खाऊ न काकर माड़ खाऊ न किंतु एबे सेमती पछे आमर मनर मध्य कष्ट रोची हेले कौन कर जेजेमान मंगल कामना करी आम ही आमरी सेवायत मैंने ही आमर यही पीठ अति प्रसिद्ध पीठ किंतु अति विराट बड़ जगह आमर नहीं जहाँ फल कि आम अलग जहाँ कि मानसिक मन भीतर जहाँ अच्छी आउ कि छोट छोट मंदिर एमती किसी गृह होते आम एम नहीं रखिक पूजा करूँ से सुविधा भी नहीं एवं सरकार से प्रार्थना अच्छी जहाँ किसी किसी जगह खाली जगह अच्छे जब छोट छोट घर टी मंदिर टी कौन हो पारा ताले मूर्ति गुड़ाक नहीं स्थापना करदे से पूजा पाते मंदिर भीतर पूजा पाते एबे आमे जिबा माँ पार्वती को तो दर्शन कलु एबे कार्तिकेश्वर एवं गणपति पाखक जावा ये कार्तिकेश्वर पार्श्वदेवादेवी मध्य जड़े एमानकर पूर्व दिन बासी बेश ओलागी पर नूतन बेश गाधुआ तापर चंदन चर्चित हेबे मंगल आरती हेबे पार्वतींकर तापरे प्रथम गणेश तापरे कार्तिकेश्वर तापरे माँ पार्वती इठी जो ठाकुर को आप देखुं ये एकादशी महादेव एकादशी हाँ एकादश एकादश समूह अच्छा एकादशी व्रत नाम ही पालन करा जाए अच्छा हाँ कौन कहल हाँ हाँ ये हेले प्रभु गणेश नीतिकांति आरंभ हुए मंगल आरती पूर्व आंकर बेश माजना बेश लगी नूतन बेश पिंधे तापर चंदन चर्चित हेबे तापर मंगल आरती हेबे ये जो मंडपटी देखुं यहाँ बाख्या मंडप बाख्यार अर्थ पवन आपण को जगार पवन न मंदिर जदि पवन नपण यही मंडप बसवे पवन आपण को आपे आपे देह को पड़े आसो एवं ठाकुर यहीटा बाख्या मंडपर कारण है ठाकुर जिते चंदन यात्रा को बाहर को जाती दोल यात्रा बाहर को जाती एठी गोटे गोपाल बल्लभ भोगटा हुए ठाकुर ये विश्राम नियंती पवन खाती से यार ना है बाख्या मंडप ये गोटे गोपाल बल्लभ भोगटे हुए तापर मुख्य कपिलनाथ सहित सी भेट आलती करती भंडार घर को प्रस्थान करती प्रत्येक सोमवार दिन एठी कपिलनाथ एवं पंचवक्र विराजमान हेबे से गोटे गोपाल बल्लभ हम गोपाल बल्लभ हल जो आलती हम आलती पूर्व दिग को देखा ये जो छोट मंदिर देखुं से सोमवारेश्वर मंदिर सोमवार दिन एठी गोटे पाखे गोटे आलती हुए ठाकुर हेले चतुर्दशी महादेव
चतुर्दशी महादेव चतुर्दशी जो व्रतटी यही ठाकुर ना ही पालन कर तापरे आमे जिबा एबे जलेश्वर महादेव पाखक वर्तमान आमे आसीछु जलेश्वर महादेव पाखक ये जलेश्वर महादेव मध्य मुख्य कपिलनाथ परी पूर्वाभिमुखी एठारे जलाभिषेक हुए जदि किसी परिवार कौन लोक मानकर एमती जरफर किसी है ये जल लगी करदे जल रोगटा ही आपे आपे देहरु उभे जाए जलेश्वर महादेव छोट पिला बड़ लोक हाँ 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 छोट लोक पिला बड़ लोक जर तो दरकार जर दरकार जर उभान ठाकुर आमको देइछन्ति आईटा देखुं 12 खंब विशिष्ट आनंद बजार प्रत्येक मंदिर रे आनंद बजार थाए यहाँ आनंद बजार प्रत्येक भक्त माने ये महा आनंद रे प्रसाद सेवन करेंगे एवं आमर वर्तमान प्रसाद सेवन करने समय आसीगला दीदी सहित पुओ भी आम प्रसाद सेवन करवा एवं आसत जा मणिकर्णिका पुष्करणी यहाँ है मणिकर्णिका पुष्करणी अच्छी तो यहाँ है मणिकर्णिका पुष्करणी आम मंदिर दक्षिण द्वार पटे यही पुष्करणी अवस्थित मणिकर्णिकार अर्थ है कानर मणि माँ पार्वती कानर मणि ये हजि जाइथिला जिते बेले माँ पार्वती कहले जे महादेव को जे मु कलाशर कही मु एकाम्र भुवन बुलवा चाहूँगी एवं तापर दुई जन आसते बुलवा समय एते माने विभोर हो जाते जे कमर क्षेत्र बुली बुली कानर मणिटी केतबेले हजि जाइए से जो हाथ मारी देखिले जे कानर मणिटी मोर हजि जाइए प्रभु कहले मोर ये क्षेत्र में कानर मणिटी हजि जाइए तेणुक प्रभु तांकर सानिध्य बल पाई मणिटी माँ को फेरई देले किंतु माँ आउ नेले नहीं कहले नाई मोर जी दिन मु भोग कराता कली एवं कपिल को मुझे समर्पण कर दूसरी जो से कपिलंकर आप जो नासा देखिए से नासा माँ मणिटी हूँ पारसमणि स्वरूप लिंग रूप लिंग भितर सी अच्छा विद्यमान अच्छी सीटा पुरी रे जमी आम जगन्नाथ बलभद्र सुभद्रा ब्रह्म देखा कृष्ण देहावशेष सेमती माँ पारसमणिटी से हूँ देहावशेष स्वरूप एवं आम ठाकुर से पारसमणि मध्यम श्वास प्रश्वास आतजात कर प्रभु ठाकुर कपिलनाथ आम स्वयं जीवंत ठाकुर एबे वर्तमान तो ठाकुर नीतिकांति सरीगले ठाकुर वर्तमान शयन अच्छा देखु से समय ए समय सब समय शांत स्निग्ध परिवेश ध्यान भल जगह कौटी ना आपड़ जिते बड़े मानसिक अशांति हम आप पलि आसबे कड़े जीवेनि आप पलि आसबे जगह को मानसिक शांति पूरा विराजमान करेंगे आप शरीर ना जदि शिव अच्छा साक्षात विष्णु रूप तो सेठी आमर श्रीमंदिर रे चक्र नील चक्र कह जाए एठी प्रभुंकर चक्र बाना को कौन कह जाए सेटा जो पतित पावन बाना यार बाना से पतित उद्धार बाना एठारे त्रिशूल नहीं
ପିନାକ ଧନୁ ସ୍ୱରୂପ ତାଙ୍କର ଯେମିତି ନୀଳଚକ୍ର ଅଛି ପୁରୀରେ ସେମିତି ଏଠାର ତ୍ରିଶୂଳ ନୁହଁ, ଏଇଟା ପିନାକ ଧନୁ ସ୍ୱରୂପ। ତ୍ରିଶୂଳ ଭଳିଆ ତ୍ରିଶୂଳ ଭଳିଆ ଦେଖାଯାଉଛି, କିନ୍ତୁ ତାର ମଧ୍ୟଭାଗ ଦେଖିବେ ଟିକେ ଏମିତି ବଙ୍କେଇଛି ଟିକେ, ସେଟା ଧନୁ ସ୍ୱରୂପ ପିନାକ ଧନୁ। ଆଉ ବର୍ତ୍ତମାନ ଆସନ୍ତୁ ଦେଖିବା ଶନିଦେବଙ୍କ ମନ୍ଦିର। ଶନିଦେବଙ୍କ ମନ୍ଦିର ବରାଦି ରୋଷର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ। ଏଠାରେ ଶନିଦେବ ସ୍ୱୟଂ ଲିଙ୍ଗ ରୂପରେ ଦୃଶ୍ୟମାନ ହେଉଛନ୍ତି ଏବଂ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆପଣ ପ୍ରତ୍ୟେକ ମନ୍ଦିରର ଗୁମୁଟରେ ଦେଖିବେ ନବଗ୍ରହ, କିନ୍ତୁ ଏଠି ଦେଖିବେ 8ଟି ଗ୍ରହ, କାରଣ ସ୍ୱୟଂ ଶନି ହେଉଛନ୍ତି ଗୋଟେ ଗ୍ରହ। ତେଣୁକରି ଏଠି 8ଟି ଗ୍ରହ ଏବଂ 8 ଗ୍ରହର 2 ପଟେ ମହାବୀର ବିରାଜମାନ କରିଛନ୍ତି। 2 ପଟେ ମହାବୀର ବିରାଜମାନ କରିଛନ୍ତି ଏବଂ 8ଟି ଗ୍ରହ, ଶନି ମଧ୍ୟ ଗୋଟିଏ ଗ୍ରହ, 9ଟି ଗ୍ରହ। କାର୍ତ୍ତିକ ମାସର ଯେଉଁ 4ଟି ଶନିବାର ପଡ଼େ, 4ଟି ବା 5ଟି ଶନିବାର ହଉ, ଏଠାରେ କପିଳନାଥ ନିଜେ ବିମାନ ଆପଟିଆଙ୍କ ଦ୍ୱାରା ବିମାନରେ ବିରାଜମାନ କରନ୍ତି। ତାଙ୍କରି ନାମରେ ଶନିବାର ଯାତ୍ରା ମଧ୍ୟ ହୁଏ। ଆପଣ ଯଦି ଆସିବେ କେବେ କାର୍ତ୍ତିକ ମାସର ଶନିବାର ଦିନ ରାତି ସମୟରେ, ରାତି 8ଟା 8:30 ଯାହା ବି ହଉ, ଗୋଟି ପୁଅ ନୃତ୍ୟ ଏଠି ହୁଏ। ବହୁତ ସେବାୟତ ମାନେ, ସେବାୟତଙ୍କ ପରିବାର, ମହିଳା ପୁରୁଷ, ଛୋଟ ପିଲା, ବାହାର ଲୋକ ବି ମଧ୍ୟ ଆସନ୍ତି ଏବଂ ଭୋଜି ଭାତ ମଧ୍ୟ, ମହାପ୍ରସାଦ ସେବନ ବହୁତ ଭଲ ହୁଏ। ଆତସବାଜି ମଧ୍ୟ ଏଠାରେ ମାନେ ଛୋଟ ଛୋଟ ପିଲାମାନେ ମନ ଖୁସିରେ ମଧ୍ୟ ବାଣ ମାରନ୍ତି। କେତେବେଳେ ଯଦି ଆପଣଙ୍କର ସମୟ ହୁଏ କାର୍ତ୍ତିକ ମାସ ଯେକୌଣସି ଶନିବାର ଆସିଲେ 7ଟା 8ଟାରେ ପହଞ୍ଚିକିରି ଆପଣ ଟିକେ ଡେରି ପର୍ଯ୍ୟନ୍ତ ଯଦି ଯିବେ, ବହୁତ ଭଲ ସମାଗମ ଦେଖିବେ। ଗୋଟି ପୁଅ ନାଚ ଆପଟିଆ ମାନଙ୍କ ଦ୍ୱାରା ଠାକୁର ବିଜେ ହେଇକିରି ବେଢା ପରିକ୍ରମା କରିବେ। ଶନିବାର, ପ୍ରତ୍ୟେକ ଶନିବାର ଆସିଲେ ଦେଖିପାରିବେ। ଶନିଦେବଙ୍କ ନାଁରେ ହିଁ ସେ ବେଢା ପରିକ୍ରମା ଠାକୁର କରନ୍ତି। ଆଉ କିଛି ବାକି ରହିଲା? ଆଉ କିଛି ବାକି ନାହିଁ। ବର୍ତ୍ତମାନ ଆପଣ ବସନ୍ତୁ, ପ୍ରସାଦ ଆଣନ୍ତି, ପ୍ରସାଦ ପାଇଲେ ପଳେଇବା। ବସନ୍ତୁ ସେ ମନ୍ଦିର ଅଛି। ନନା ଏଠି ଡାଲମାଟା ଛୁଙ୍କ ହୁଏନି। ଆମର ଉଠୁ ଭୋଗରେ ଡାଲମାଟା ଛୁଙ୍କ ହୁଏ, କିନ୍ତୁ ଯଦି ଆପଣ ଏମିତି ପ୍ରସାଦ ଘରକୁ ନେବେ ଆମେ ସେଟା ଛୁଙ୍କ କରିକି ଦେଉ, କିନ୍ତୁ ଭୋଗ ସରିଲା ପରେ ଠାକୁରଙ୍କର କେବଳ ସିଝା ଭୋଗଟା ହିଁ ହୁଏ। ଆଉ ପ୍ରତ୍ୟେକ ଦିନ ଏଠି କ୍ଷୀରି ଭୋଗ ହିଁ ହୁଏ। କ୍ଷୀରିଟା ହେଉଛି ବିଷ୍ଣୁଙ୍କର ପ୍ରିୟ, ଯେମିତି ଅଲାରନାଥରେ କ୍ଷୀରିଟା ଭୋଗ ହେଉଛି ପ୍ରତ୍ୟେକ ଦିନ, ସେଠି ଆମର କ୍ଷୀରି ପ୍ରତ୍ୟେକ ଦିନ ଭୋଗ ହୁଏ। ଆଉ ଏଣ୍ଡୁରି ପିଠା ମଧ୍ୟ ଭୋଗ ହୁଏ। ଏଣ୍ଡୁରି ପିଠାକୁ ଆମେ 8 ଖଣ୍ଡ କରୁ, କାହିଁକିନା ଆମର ଯେଉଁ ଶରୀର, ଯେଉଁ ଅଷ୍ଟାଙ୍ଗ ଶରୀର ହିଁ ସମର୍ପଣ କରୁ ପିଠା ସ୍ୱରୂପରେ। ପିଠାକୁ, ଏଣ୍ଡୁରି ପିଠାଟାକୁ ଆମେ 8 ଖଣ୍ଡ କରିବୁ। এটা সেই এন্ডুরি পিঠা কি? ହଁ, ଏଣ୍ଡୁରି ପିଠା। ହଳଦୀ ପତ୍ର ଦିଆଯାଏ କି? ନା, କଦଳୀ ପତ୍ରରେ କଡ଼େଇ,
କଡ଼େଇରେ ଏମିତି ଗୋଟେ ଛାଞ୍ଚଟେ ଅଛି, ତାପରେ ପାଣିଟା ଦିଆଯାଏ, ଚାଉଳ ଚୁନା ଆଜ୍ଞା ଏବଂ ବିରି ବଟା ସୁଜିବଟା, ତାପରେ ଉପରେ ଲୁଣ ଟିକେ ଦିଆହେଇ ସେଟା ପୁରା ଯେମିତି ଘରେ ଏଣ୍ଡୁରି ପିଠା କରୁ ସେମିତି ଫେଣିଆ ହେଇଗଲା ପରେ ତାପରେ ଗୋଲମରିଚ, ଚିନି ନହେଲେ ଗୁଡ଼ ଆଉ ନଡ଼ିଆ କୋରା ନଡ଼ିଆ ଏମିତି ସେଥିରେ ପୁରଟା ଦିଆ ଏଣ୍ଡୁରି ପିଠା ପ୍ରସ୍ତୁତ ହେଉଛି। ଦେଖୁଛନ୍ତି ଏଇଟା ମାଙ୍କର ପଣା, ମାଙ୍କର ପଣାଟା ପାଇଛି ମାଙ୍କର ପଣା। ଏବେ ବାବା କପିଳନାଥଙ୍କ ପୀଠରେ ଆମେ ଆନନ୍ଦ ବଜାରରେ ମହା ଆନନ୍ଦରେ ପ୍ରସାଦ ସେବନ କଲୁ। ଏନେ ଘରକୁ ଫେରିବା। ଆଉ ଯାହା ସବୁ ଆପଣ ଆଜି ନନାଙ୍କ ଠାରୁ ଶୁଣିଲେ, ନନା ଅରବିନ୍ଦ ମଲ୍ୟାଙ୍କ ଠାରୁ ଯାହା ବି ଶୁଣିଲେ, ଶୈବପୀଠର କଥାମୃତ ଆପଣ ଯାହା ସବୁ ଶୁଣିଲେ, ମୋର ଆଶା ଆପଣମାନେ ବହୁତ ଖୁସି ଅନୁଭବ କରିଥିବେ। ଆଉ ମୋତେ ସବୁ କମେଣ୍ଟରେ ଜଣେଇବେ। ଜୟ ଜଗନ୍ନାଥ, ଜୟ କପିଳେଶ୍ୱର ମହାଦେବ। ହେଲେ ଯାଉ ଯାଉ ଗୋଟିଏ କାମ ବି ଦେଇ ଯାଉଛି। ମୋତେ କମେଣ୍ଟରେ କୁହନ୍ତୁ, ବାବା କପିଳନାଥଙ୍କ ମନ୍ଦିରର ଚୁଡ଼ି ଆଉ ଧ୍ୱଜାର ନାଁ କ'ଣ? ଜୟ ବାବା କପିଳନାଥ।